ଆମେ ଏବେ ଚମ୍ପାରନାଥ ମନ୍ଦିରରେ ପହଞ୍ଚି ଯାଇଛୁ, ଯିଏକି ଚମ୍ପେଶ୍ୱରରେ ଅଛି। ଆଉ ମନ୍ଦିରଟି ତ ଭଲ ଲାଗୁଛି, ବେଶୀ ସକାଳୁ ହେଇଯାଇଥିବାରୁ କେହି ତ ଏଠିକି ଆସିନାହାନ୍ତି। ଆଉ ସେ ପଛପଟେ ଯେଉଁ ପୋଖରୀ ଅଛି ସେଠି କଇଁଛ ମାନେ ଅଛନ୍ତି, ମାଛ ଅଛନ୍ତି। ତାଙ୍କ ପାଇଁ ଆମେ ବିସ୍କୁଟ୍ ଧରିକି ଆସିଛୁ। ଆଉ ମନ୍ଦିରଟି ତ ବହୁତ ଭଲ ଦେଖାଯାଉଛି, ଆଉ କଲର୍ ତ ହ୍ୱାଇଟ୍ ଅଛି। ବହୁତ ସାରା ମନ୍ଦିର ଏଠି ଅଛି, ସବୁ ଦିଗରେ ସବୁ ମନ୍ଦିର ଅଛି। ଆପଣଙ୍କୁ ନିହାତି ଭଲ ଲାଗିବ, ଏଠି ଆସନ୍ତୁ, ବୁଲିକି ଯାଆନ୍ତୁ। କଇଁଛ ଆଉ ମାଛମାନେ ବିସ୍କିଟ୍ ଖାଉଛନ୍ତି। ଆହୁରି ବି ବହୁତ ସାରା କଇଁଛ ଏଠି ଅଛି, ମାଛ ଅଛି। କ'ଣ ପାଇଁ କେଜାଣି ଏପଟ ସାଇଡ଼୍ ଆସିନଥିଲେ, ତଥାପି ଯେତିକି ଆସିଥିଲେ ସମସ୍ତଙ୍କୁ ଖାଇବା ଦିଆହେଲା। ଆମେ ଏବେ ଆସି ପହଞ୍ଚି ଯାଇଛୁ ମହାଭଟାରିକା ଟେମ୍ପୁଲରେ। ତ ଇଏ ବି ମହାନଦୀ କୂଳରେ ହେଇଛି, ବହୁତ ଭଲ ଦେଖାଯାଉଛି ପାଖରେ ନଦୀ ଥିବାରୁ। ଆଉ ମହାଭଟାରିକା ଟେମ୍ପୁଲ ବି ବହୁତ ପ୍ରସିଦ୍ଧ, ଦେଖିବାକୁ ଭଲ ଲାଗିବ। ଚାଲନ୍ତୁ ଦେଖିବା ଆଗକୁ ଯାଇକି। ଆମେ ଏବେ ପହଞ୍ଚି ଯାଇଛୁ କଟକରେ ଥିବା ଟି ବ୍ରିଜ୍ରେ। ଟି ବ୍ରିଜ୍ ତ ବହୁତ ଭଲ ହେଇଛି, ଏଠି ବି ଲୋକ ବହୁତ ଭିଡ଼। ଆଉ ପାଖରେ ଥିବା ମନ୍ଦିରକୁ ବି ଆମେ ଗଲୁ, ସେଠି ଶିବ ମନ୍ଦିରଟିଏ ଅଛି, ସେଠିକି ବି ଯାଇକି ଖୁସି ଲାଗିଲା। ଆସନ୍ତୁ ସମସ୍ତେ ବୁଲିକି ଯାଆନ୍ତୁ, ବହୁତ ଭଲ ଭଲ ଜାଗା।